ଏବେ ବର୍ତ୍ତମାନ ଯାହା ସୂଚନା ମିଳିଛି ଜାନୁଆରୀ ମାସର ପ୍ରଥମ ସପ୍ତାହରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଆପଣମାନଙ୍କ ଅଞ୍ଚଳର ପାଣିପାଗର ସଠିକ୍ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଥିସହିତ ଚ୍ୟାନେଲରେ ନୂଆ କରି ଆସିଥିଲେ ସବସ୍କ୍ରାଇବ୍ କରନ୍ତୁ। ଏବେ ଯାହା ସୂଚନା ମିଳିଛି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ 2ରୁ 4 ଡିଗ୍ରୀ ଅଧିକ ରହିଥିବା ବେଳେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଉଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, ଭୁବନେଶ୍ୱର, ଫୁଲବାଣୀ ଓ କଟକ ସମେତ ରାଜ୍ୟର 10ଟି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ସାରା ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଥିବା ବେଳେ କୋରାପୁଟରେ 7.5 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ 8.5 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ସ୍ଥାନରେ ରାତି ତାପମାତ୍ରା 10 ଡିଗ୍ରୀ ଉପରେ ରହିଛି। କଟକର ସର୍ବନିମ୍ନ ତାପମାତ୍ରା 16 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ରାତି ତାପମାତ୍ରା 16.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପାରଦ ବଢ଼ିବାରେ ଲାଗିଥିବା ବେଳେ ରବିବାର ସକାଳୁ ଅନେକ ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସୁବିଧାରେ ପଡ଼ୁଛନ୍ତି। ଫୁଲବାଣୀ, କୋରାପୁଟ, ନୟାଗଡ଼, ସୋନପୁର, ରାଉରକେଲା ଭଳି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ପାଣିପାଗର ଏମିତି ସଠିକ୍ ସୂଚନା ପାଇବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।